ଅନନ୍ତପୁର ରାଜ୍ୟର ରାଜକୁମାର ତାଙ୍କ ପିତା ସେ ରାଜ୍ୟର ରାଜା ତାଙ୍କୁ କିଛି ଟଙ୍କା ସୁନା ରୂପା ଦେଇ ବାଣିଜ୍ୟ କରିବାକୁ ରାଜ୍ୟ ବାହାରକୁ ଛାଡ଼ିଲେ। ରାଜକୁମାର ଗୋଟେ ଘୋଡ଼ା ନେଇ ବାଣିଜ୍ୟ କରିବାକୁ ବାହାରିଲେ। କିଛି ବାଟ ଯାଉ ଯାଉ ବଣ ଜଙ୍ଗଲ ଡେଇଁ ପାହାଡ଼ ଡେଇଁ ଗଲାବେଳେ ଗୋଟେ ଗାଁ ପଡ଼ିଲା। ସେ ଗାଁରେ ଗୋଟେ ମାଛଟାକୁ କିଛି କେଉଟମାନେ ଧରି ଆଣି ତାକୁ ସମୁଦ୍ରର ବଡ଼ ମାଛଟେ କେଉଟମାନେ ଧରିଛନ୍ତି, ବିକାବିକି କରିବେ, କିଛି ପଇସା ପାଇଲେ ତାଙ୍କ ଜୀବିକା ନିର୍ବାହ କରିବେ। ସେଥିପାଇଁ ମାଛଟାକୁ ବିକିବେ ବୋଲି ମାରିବେ ବୋଲି ଯାଉଥିଲେ। ସେ ରାଜକୁମାର ସେଠି ଯାଇ ପହଞ୍ଚିଲା ବେଳକୁ ସବୁ ଘଟଣା ଘଟୁଛି। ଏହା ଦେଖି ରାଜକୁମାର କହିଲେ, ଭାଇମାନେ ସେ ମାଛଟାକୁ ଛାଡ଼ିଦିଅ, ଏହା ବଦଳରେ ଯେତେ ଟଙ୍କା ଦରକାର ତାହା ମୁଁ ଆପଣଙ୍କୁ ଦେଇଦେବି। ରାଜକୁମାରଙ୍କ କଥା ଶୁଣି ଲୋକମାନେ ସେ ମାଛଟିକୁ ସମୁଦ୍ରରେ ଛାଡ଼ିଦେଲେ। ଆଉ ରାଜକୁମାରଙ୍କଠୁ ଟଙ୍କା ନେଇ ସେଠାରୁ ଚାଲିଗଲେ। ଆଉ ସେ ମାଛଟି ରାଜକୁମାରଙ୍କର ଏଭଳି ଗୁଣ ଦେଖି ଚକିତ ହୋଇ ରାଜକୁମାରଙ୍କୁ କହିଲା, ଯେତେବେଳେ ତମର କିଛି ଅସୁବିଧା ହେବ ମୋତେ ସ୍ମରଣ କରିବ, ମୁଁ ତୁରନ୍ତ ଚାଲି ଆସିବି। ଏହା ଶୁଣି ରାଜକୁମାର କହିଲେ, ହଉ। ସେଠୁ ମାଛ ସମୁଦ୍ରକୁ ପଳେଇଲା। ତାପରେ ସେଠୁ କିଛି ବାଟ ଗଲା ପରେ ଗୋଟେ କୋକିଶିଆଳଟାକୁ ଲୋକମାନେ ତଡ଼ୁଛନ୍ତି ବାଡ଼େଇବେ ବୋଲି। କହିଲେ, ରୁହ 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 ଭାଇମାନେ, ତାକୁ ବାଡ଼ାଅ ନାହିଁ ବାଡ଼ାଅ ନାହିଁ। ସେଠୁ ସେମାନେ ଗୋଟେ ରାଜକୁମାରଟେ ଯାଉଛି ନା, ସେଥିପାଇଁ ସେମାନେ ଛାଡ଼ି ଦେଇକି ପଳାଇଲେ। କୋକିଶିଆଳଟି କହିଲା, ତମେ ମୋତେ ବଞ୍ଚେଇଥିବାରୁ ମୁଁ ତମ ଉପକାରରେ ଆସିବି। ମୋତେ ଯେତେବେଳେ ଡାକିବ ସେତେବେଳେ ମୁଁ ଆସିବି। ଆଉ ଏଟା ମୋତେ ଉପକାର କରିଛନ୍ତି, ମୋର ଉପକାର କରିଛନ୍ତି ମୋ ଜୀବନ ଦେଇକି। ସେଠୁ କୋକିଶିଆଳୀ ଗଲା। କିଛି ବାଟ ଯାଉ ଯାଉକା କିଛି ସମୟ ପରେ ଗୋଟେ ବିଲୁଆଟାକୁ ସେପରି ଭାବେ ଲୋକେ ତଡ଼ୁଥାନ୍ତି। ଲୋକଙ୍କ ତଡ଼ିବା ଦେଖି ତାଙ୍କୁ ମନା କଲେ, ବିଲୁଆଟାକୁ କାହିଁକି ତଡ଼ୁଛ, ଯାଅ ଯାଅ। ସେଠୁ ଲୋକମାନେ ପଳେଇଲେ। ବିଲୁଆଟି କହିଲା, ଯାହା ହେଉ ମୋ ଜୀବନ ରକ୍ଷା କରିଛ, ମୁଁ ଆପଣଙ୍କ ଉପକାରରେ ଆସିବି। ଯେତେବେଳେ ବି ମୋତେ ଡାକିବେ ମୁଁ ଆପଣଙ୍କ ପାଖରେ ହାଜର ହେବି। ବିଲୁଆ ଏହା କହିକି ପଳେଇଲା। ସେଠୁ କିଛି ବାଟ ଯାଉ ଯାଉକା ଆଉ ଗୋଟେ ରାଜ୍ୟରେ ପହଞ୍ଚିଲେ। ସେଠି ଲୋକମାନଙ୍କର ଭିଡ଼ ଜମା ହେଇଛି। କାହିଁକି ଜାଣିବା ପାଇଁ ରାଜକୁମାର ସେ ଭିଡ଼ରେ ଗୋଟେ ଲୋକକୁ ପଚାରିଲେ, ଏଠି ଭାଇ କ'ଣ ଭାଇ ଭିଡ଼ ଜମୁଛି? ନା ଭାଇ, ଏଠି ଗୋଟେ ରାଜକୁମାରୀ ଅଛି ଯେ କି ତାର ଗୋଟେ କାଚ ଅଛି କଙ୍କଣ। ସେ କଙ୍କଣରେ ଦେଖିଦେବ ଯେଉଁ ବ୍ୟକ୍ତିଟି ପ୍ରତିଯୋଗିତାରେ ଭାଗ ନେଇଛି ରାଜକୁମାରୀଙ୍କୁ ବାହା ହେବା ପାଇଁ, ସେ କାଚରେ ସେ ଦେଖିଦେବେ ସେ କେଉଁଠି ଯଦି ଲୁଚିଛି ତାହେଲେ ସେ ଆଉ ବାହା ହେଇପାରିବ ନାହିଁ। ଆଉ ଯଦି ନ ପାଇଲେ ସେ ତାକୁ ରାଜକୁମାରୀ ସେଇ ବ୍ୟକ୍ତିକୁ ବିବାହ କରିବେ। ସେଇ ଖେଳ ଖେଳିବା ପାଇଁ ରାଜକୁମାର ମଧ୍ୟ ମନ ବଳାଇଲେ। ଆଉ ଯାଇକି ରାଜକୁମାରୀ ପାଖରେ କହିଲେ କି ମୁଁ ଲୁଚିବି, ତମେ ମୋତେ ସନ୍ଧ୍ୟାବେଳ ଯାତେ ଯଦି ନ ପାଇଲ ତାହେଲେ ମୋତେ ବିବାହ କରିବ ତ? ସେଠୁ ରାଜକୁମାରୀ ମାନିଗଲେ। କହିଲେ, ଯଦି ସନ୍ଧ୍ୟା ଭିତରେ ଯଦି ତମକୁ ନ ପାଇଲି ମୁଁ ତମକୁ ବିବାହ କରିବି। ଏହା ଶୁଣି ରାଜକୁମାର ପ୍ରଥମେ ଲୁଚିବାକୁ ଲାଗିଲେ। ଯାଇକି ମାଛକୁ ସ୍ମରଣ କଲେ। ସେଠୁ ମାଛ ନଦୀ ମଧ୍ୟରୁ
ଚଞ୍ଚଳ ପଳେଇ ଆସି ରାଜକୁମାର ପାଖରେ ହାଜର ହେଲା। କହିଲା, ରାଜକୁମାର କ'ଣ ହେଇଛି? ନା ମୋତେ ଏମିତି ଜାଗାରେ ନୁଚା ଯେମିତି ମୋତେ କେହି ବି ଖୋଜିକି ପାଇବେ ନାହିଁ। ସେଠୁ ମାଛ ନେଇକି ସମୁଦ୍ରର ଗର୍ଭ ତଳେ ଲୁଚେଇ ଦେଲା। ସମୁଦ୍ରର ପୁରା ମଝିର ଗର୍ଭ ତଳେ ଲୁଚେଇ ଦେଇ ମାଛ ପେଟ ତଳେ ରାଜକୁମାର ରହିଲେ। ସେଠୁ ରାଜକୁମାରୀ କାଚ ଦେଖିଲେ, ସବୁଆଡ଼େ ମାନେ ନଜର ରଖିଲେ, କେଉଁଠି ପାଇଲେ ନାହିଁ ରାଜକୁମାରକୁ। ଯେତେବେଳେ ପାଣିରେ ଦେଖିଲେ ସମୁଦ୍ରରେ ରାଜକୁମାର ମାଛ ପେଟ ତଳେ ଲୁଚି ରହିଛି, କହିଲେ, ଆରେ ଏ ତ ମାଛ ପେଟ ତଳେ ଲୁଚି ରହିଛି। ହଉ, ସନ୍ଧ୍ୟା ଗଡ଼ି ଆସିଲା। ସେଠୁ ରାଜା ରାଜକୁମାରୀଙ୍କ ପାଖରେ ଆସି ପହଞ୍ଚିଲେ। କହିଲେ, ମୋତେ ପାଇଲ? ନା, ତମକୁ ମୁଁ ପାଇଲି ଯେ ତମେ ଗୋଟେ ସମୁଦ୍ରରେ ମାଛ ପେଟ ତଳେ ଯାଇ ଲୁଚିଥିଲ। ସେଠୁ କହିଲେ, ହଉ, ଏଇଟା ସିନା ପାଇଗଲ, ମୁଁ ଆଉ ଗୋଟେ ଠାଗରେ ଲୁଚିବି। ମୋତେ ଯଦି ନ ପାଇବ, ଦେଖ ଯାଇକି ଲୁଚିକି। ସେଠୁ କୋକିଶିଆଳକୁ ଡାକିଲେ। କୋକିଶିଆଳି ନେଇକି ଗୋଟେ ଘଞ୍ଚ ଜଙ୍ଗଲର ବୁଦାମୂଳେ ଲୁଚେଇଲା। ସେଠୁ ସେ ରାଜକୁମାରୀ ସେପରି ଅବସ୍ଥା ସେମିତି କଲେ, ଖୋଜିଲେ। ସଞ୍ଜ ବୁଲିଲା ବେଳକୁ ରାଜକୁମାର ଯାଇକି ହାଜର। ଦେଖିଆ କହିଲେ, ରାଜକୁମାରୀ ମୁଁ କେଉଁଠି ଲୁଚିଥିଲି? ରାଜକୁମାରୀ କହିଲେ, ତମେ ଗୋଟେ ଘଞ୍ଚ ଜଙ୍ଗଲରେ ଗୋଟେ ବୁଦାମୂଳେ ଲୁଚିଥିଲ। ଆଚ୍ଛା, ଏଇଥରିକ ଲାଷ୍ଟ ସୁଯୋଗ ଦିଅନ୍ତୁ। 3 ଥର ଆଜ୍ଞା ଧର୍ମଛଡ଼ା। ଆଉ ମୋତେ ଯଦି ଖୋଜି ପାଇବେନି, ତାହେଲେ ମୁଁ ସିଧା ମୋ ରାଜ୍ୟକୁ ଫେରିଯିବି। ଆଉ ଯଦି ପାଇବେନି ତ ମୁଁ ଆପଣଙ୍କୁ ବିବାହ କରିବି। ବରଣମାଳା ରେଡ଼ି କରି ରଖିଥାନ୍ତୁ। ଏହା କହିକି ରାଜକୁମାର ବାହାରିକି ଚାଲିଗଲେ। ଶେଷ ଆଶା ବିଲୁଆ, ଆପଣମାନେ ଜାଣିଥିବେ ବଡ଼ ଚତୁର। ସେ ବିଲୁଆକୁ ସ୍ମରଣ କଲା। ବିଲୁଆ ଆସି ହାଜର ହେଲା। ଆଚ୍ଛା, ବିଲୁଆକୁ ସବୁ ରାଜକୁମାର ଏଇ ସବୁ ଘଟଣା କହିଲେ। ସେ ଗୋଟେ କାଚ ରଖିଛି। ସେ କାଚରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିତରେ ମୁଁ ଯଦି ତାକୁ ନ ଦେଖାଗଲି, ତାହେଲେ ସେ ମୋତେ ବିବାହ କରିବ। ଏସବୁ ବିଲୁଆ ଜାଣିକି, ଚତୁର ବିଲୁଆ କ'ଣ କଲା ଯେ ରାଜକୁମାରୀ ଯେଉଁଠାରେ ବସୁଛି ସେଇଠାରେ ତା ଚୌକି ତଳେ ଗୋଟେ ଗାତ ଖୋଳି ରାଜକୁମାରଙ୍କୁ ଲୁଚେଇ ଦେଲା। ଆଚ୍ଛା, ରାଜକୁମାରୀ ଖୋଜିବାକୁ ଲାଗିଲେ। ଦିନରୁ ମଧ୍ୟାହ୍ନ ହେଇଗଲା, ମଧ୍ୟାହ୍ନରୁ ସନ୍ଧ୍ୟାବେଳ ହେଇଗଲା, ପାଇଲେ ନାହିଁ ରାଜକୁମାରକୁ। ଆଚ୍ଛା, ରାଜକୁମାର କୁଆଡ଼େ ଗଲେ? ସନ୍ଧ୍ୟା ପରେ ବାହାରିଲେ। ଆଚ୍ଛା, ରାଜକୁମାରୀ ମୋତେ ପାଇଲେ କି? ନା, ମୁଁ ଆପଣଙ୍କୁ କେଉଁଠି ବି ପାଇଲି ନାହିଁ। ନା, ପାଇବେନି। ନା, କାହିଁକି? ନା, ମୁଁ ଆପଣଙ୍କ ଚୌକିର ତଳେ ଲୁଚିଥିଲି। ଏହା ହେଉଛି ମୁଁ ଗୋଟେ ସାହାଯ୍ୟ କରିଥିବା ବିଲୁଆ ପାଇଁ ମୁଁ ଆଜି ତଳେ ଲୁଚି ରହିଥିଲି ତା ଚତୁରତାପଣ ଯୋଗୁଁ। ଆଉ ମୋତେ ଆପଣ ଖୋଜି ପାଇଲେ ନାହିଁ। ସେଠୁ ରାଜକୁମାରୀ ରାଜକୁମାରଙ୍କୁ ବାହାହେଲେ। ସେହି ରାଜ୍ୟର ରାଜା ତାଙ୍କୁ ପାଟ ପତିଆର ଦେଇ, ହାତୀ ଘୋଡ଼ା ସୁନା ରୂପା ସବୁ ଦେଇ, ଟଙ୍କା ଧନ ରତ୍ନ ଦେଇ, ଅଧା ରାଜ୍ୟ ଦେଇ ତାଙ୍କ ରାଜ୍ୟକୁ ସସମ୍ମାନରେ ପଠାଇ ଦେଲେ। ଏହି ଗପଟି ଏବେ ସମ୍ପୂର୍ଣ୍ଣ ହେଲା। ଯଦି ଭଲ ଲାଗିଥାଏ ତାହେଲେ ଆଉ ନୂତନ ଗପ ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ରଖିଥାନ୍ତୁ। ଜୟ ଜଗନ୍ନାଥ।